ଆପଣ ଦେଖିପାରୁଛନ୍ତି ଏଇ ଯେଉଁ ଦୃଶ୍ୟଟି ଦେଖାଉଛୁ ଆମେ, ଏଇ ଦୃଶ୍ୟଟି ହେଉଛି ତିନିକୁଣିଆ ବଗିଚାର। ଯେଉଁ ତିନିକୁଣିଆ ବଗିଚା ଦିନେ ଫିଲ୍ମ ଜଗତର ଏକ ଗୀତର ଶ୍ରେଷ୍ଠ ପ୍ରମୁଖ ଭୂମିକାରେ ନେଇଥିଲା। ଏବଂ ସବୁଠାରୁ ବଡ଼ କଥା, ଏଇ ଯେଉଁ ସ୍ଥାନଟି ରହିଛି ତିନିକୁଣିଆ ବଗିଚା, ଯେଉଁଥିରେ କି ଗୋଟିଏ ସବୁଠୁ କଟକର ମୁଖ୍ୟ ସ୍ଥାନ କହିଲେ ଅତ୍ୟୁକ୍ତି ହେବାରେ ଗୋଟେ ଲ୍ୟାଣ୍ଡମାର୍କ। କିନ୍ତୁ ଦୁଃଖର ବିଷୟ, ଯେଉଁ ତିନିକୁଣିଆ ବଗିଚା ନାଁ ରହିଛି ଏବଂ ସବୁ ସ୍ଥାନରେ ତାଙ୍କୁ ଲ୍ୟାଣ୍ଡମାର୍କ ବୋଲି ନାମିତ କରାଯାଇଛି, ସେଇ ଲ୍ୟାଣ୍ଡମାର୍କଟି ଆଜି ଅବହେଳିତ ଉପରେ ପଡ଼ିଛି। ଦେଖିପାରୁଛୁ ଏଇ ତିନିକୁଣିଆ ବଗିଚାର ସେଇ ଜାଗା ଯେଉଁଠାରେ କି ଗୋଟେ ୱାଟର ଫାଉଣ୍ଟେନ୍ ଥିଲା। ଲୋକମାନେ ଦୂର ଦୂରାନ୍ତରୁ ଆସୁଥିଲେ ଦେଖିବା ପାଇଁ ଯେ ତିନିକୁଣିଆ ବଗିଚାର ସୌନ୍ଦର୍ଯ୍ୟ କ'ଣ ରହିଛି। ଏବଂ କଟକ ମଝିରେ ଏଇଭଳି ଦୃଶ୍ୟ ବେଶ ମନମୋହୁଥିଲା ଲୋକଙ୍କର। କଟକର ଏକ ପ୍ରମୁଖ ସ୍ଥାନ ତିନିକୁଣିଆ କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଦୁଃଖର ବିଷୟ, ଏଠାରେ ଯେଉଁଭଳି ଭାବରେ ଜରାଜୀର୍ଣ୍ଣ ଭାବରେ ଏଇ ତିନିକୁଣିଆ ବଗିଚାଟି ପଡ଼ି ରହିଛି, ତାହା ନିଶ୍ଚୟ କଟକିଆଙ୍କ ହୃଦୟକୁ କୁଠାରଘାତ କରୁଛି। ଏବଂ ସବୁଠାରୁ ବଡ଼ କଥା ଆମେ କହିଦେବାକୁ ଚାହୁଁଛି, ଯେଉଁଠାରେ ସ୍ୱଚ୍ଛ ଭାରତ ଅଭିଯାନ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ସ୍ୱଚ୍ଛ ଭାରତ ଅଭିଯାନର ଡିଣ୍ଡିମ ପିଟା ଯାଉଛି, ଏଠାରେ ସ୍ୱଚ୍ଛତା କେଉଁଠାରେ ରହିଛି? ଆଜି ପର୍ଯ୍ୟନ୍ତ କଟକର ମେୟର ସୁଭାଷ ସିଂ ମହୋଦୟ ସ୍ୱଚ୍ଛତା ଉପରେ ଖାସ୍ ଧ୍ୟାନ ଦେଉଥିବାର କହୁଛନ୍ତି। କିନ୍ତୁ ଦୁଃଖର ବିଷୟ, କେଉଁଭଳି ଭାବରେ ପରିସ୍ଥିତି ରହିଛି ତାହା ଆପଣ ନିଜେ ଦେଖିପାରୁଥିବେ। ଆସନ୍ତୁ କଥା ହେବା କିଛି ପ୍ରମୁଖ ବ୍ୟକ୍ତିମାନଙ୍କ ସହିତ, ଯେଉଁମାନେ କି ଏଇ ଅଞ୍ଚଳରେ ରହୁଛନ୍ତି ବା କଟକିଆ ହିସାବରେ ଗର୍ବ କରନ୍ତି ଯେ ଆମେ କଟକିଆ ଏବଂ ଆମ ଗୋଟେ ତିନିକୁଣିଆ ବଗିଚା ଛକ ଅଛି। କ'ଣ କହିବେ, ବର୍ତ୍ତମାନ ଯେଉଁଭଳି ଭାବରେ କଟକକୁ ନୂଆ ରୂପରେଖ ଦିଆଯାଉଛି, ସୌନ୍ଦର୍ଯ୍ୟକରଣ କରାଯାଉଛି, ସେଇ ଜାଗାରେ ଯଦି ଦେଖାଯାଏ କଟକର ଲ୍ୟାଣ୍ଡମାର୍କ କୁହାଯାଉଥିବା ତିନିକୁଣିଆ ବଗିଚାର ଯେଉଁ ଫାଉଣ୍ଟେନ୍ ଅଛି ଅବହେଳିତ ହୋଇ ପଡ଼ୁଛି ଏବଂ ମଶା ମାଛିଙ୍କର ଗୋଟେ ଆଶ୍ରୟସ୍ଥଳୀ ପଡ଼ିଛି ଏବଂ ନିଶାଳୀମାନଙ୍କର ଗୋଟେ ଆଡ୍ଡାସ୍ଥଳୀ ପଡ଼ିଛି। ସେଠି କିଛି ପ୍ରୋବ୍ଲେମ୍ ଅଛି। ଏଇଟା 20 ବର୍ଷ ତଳଠୁ ସୁଇଚ୍ ଥିଲା, 10 ବର୍ଷ 15 ବର୍ଷ ହେଲା ଡେଡ୍ ହେଇଯାଇଛି। ଦୁର୍ଗା ଘର ସାଇଡ଼୍ରେ ଘର କରିଦେଲେ ସେ ଜାଗାଟା। ସେଠି କିଛି ନଥିଲା, ଫାଉଣ୍ଟେନ୍ ଥିଲା, ୱାଟର ଫାଉଣ୍ଟେନ୍ ଆକର୍ଷଣୀୟ ଥିଲା, ଠାକୁର ଘର ହେଇଗଲା। ବିଭିନ୍ନ ସମସ୍ୟା ସେଠି ଅଛି ଏବଂ ତାକୁ ସେଠିକା ଲୋକାଲ୍ ପିଲା ଯେଉଁମାନେ ସବୁ ଅଛନ୍ତି ସେମାନେ ତାକୁ ଦେଖାରେଖା କରିବା ଦାୟିତ୍ୱ ତାଙ୍କର କିଛି କଲେନି। ସିଏମ୍ସିରେ ତ ପୋଲିସ ନାହିଁ, ରାତିରେ ଜଗିବ, ତାକୁ ରାତିରେ ଭାଙ୍ଗି ଦେଉଛି ଗାଡ଼ି। ସେଠିକା ଲୋକ ଆଉ ପୂଜା କମିଟି ରହିଛି, ସେମାନେ ଟିକେ ସାହାଯ୍ୟ କରିବା ଦରକାର, ନହେଲେ ସିଏମ୍ସି ପ୍ରପର୍ଟି ରଖାଇପାରିବନି। ଆଜି ଦିନରେ ଆମେ ତାକୁ ଚିନ୍ତା କରୁଛୁ, ତା ଘରଟା ବାଟ କ'ଣ କରିବା, ବଜାର ସହର, ତାପରେ ଠାକୁର ଘର ହେଇଗଲା ପରେ ତାର ଆଉ ସୌନ୍ଦର୍ଯ୍ୟକରଣ ରହିଲାନି। ଏଇସବୁ ବିଭିନ୍ନ ସମସ୍ୟା ଅଛି, କ'ଣ କରାଯାଇପାରିବ? ଆମେ ତ ସମସ୍ତଙ୍କୁ ନେଇକି ଚାଲିବାର ଅଛି ନା। ଏ ମହାନଗର ନିଗମ ତ ପୂଜା କମିଟି, ଶାନ୍ତି କମିଟି, ସାହି ବସ୍ତି ସମସ୍ତଙ୍କର ସହଯୋଗିତାରେ କାମକୁ ଆଗାଏ। ସହଯୋଗିତାକୁ ଆମେ ସହଯୋଗ ନ ନେଇପାରିବା, ଏଇଟା ହେଇପାରିବନି। ଆମେ ତ ସବୁ ଚେଷ୍ଟା କରୁଛୁ ତାର କ'ଣ ଗୋଟେ ପ୍ରୋଜେକ୍ଟ ହେବା ପାଇଁ, ନୂଆ ପ୍ରୋଜେକ୍ଟ 15 ବର୍ଷ ହେଲା ଡେରି ହେଇପଡ଼ିଛି। ଆମେ ତାକୁ ନୂଆ ପ୍ରୋଜେକ୍ଟ କ'ଣ ନେଇକି ଗୋଟେ ଉନ୍ନତିକରଣ କରିବା ପାଇଁ ଚିନ୍ତା କରୁଛୁ। କାରଣ ସହର ମଝି ଜାଗାଟା ନା, ଗୋଟେ ଜାଗାଟା ଅଳିଆ ଆବର୍ଜନା ଦେଖାଗଲେ ସୌନ୍ଦର୍ଯ୍ୟକରଣ ସହରକୁ ସାହାଯ୍ୟ କରିହେବନି। ଆମେ ଦେଖୁଛୁ ଆପଣ ବାଟ କ'ଣ କରାଯାଇପାରିବ। ସବୁଠୁ ବଡ଼ କଥା ଯଦି ଦେଖାଯାଏ, ବର୍ତ୍ତମାନ ଯେଉଁଭଳି ପାଣି ଜମା ହେଇକି ହେଉଛି, ସେଠି ଗୋଟେ ମଶାଙ୍କର ପେଟସ୍ଥଳୀ ପାଇଛି। ସେଇଟା ୱାଟର ଫାଉଣ୍ଟେନ୍ ଥିଲା, ପାଣିଟା କ୍ଲିୟର କରିବାକୁ ଚେଷ୍ଟା କରିବା, କାରଣ ଆମେ ମଶାକୁ ବଢ଼ିବା ଦେବା ନା। ଆଜି ଦିନ ଆମେ ସବୁ ଜାଗାରେ ପ୍ରତିରୋଧକ ବ୍ୟବସ୍ଥା କରୁଛୁ। ସେ ପାଟା ଦେଖି ତାକୁ ଗୋଟେ ଗୁରୁତ୍ୱ ଦେଇକି ମୁଁ କମିଶନର ମୋ 2 ଜଣ ଭିଜିଟ୍ କରିକି ଦେଖିବା ସେ ବାଟ କ'ଣ କରାଯାଇପାରିବ। କଟକର ସର୍ବପ୍ରଥମ ଯଦି କହିବାକୁ ଗଲେ 2ଟି ଫାଉଣ୍ଟେନ୍ ଥିଲା, ଗୋଟେ ହେଉଛି ଗୌରୀଶଙ୍କର ପାର୍କରେ ଏବଂ ଗୋଟେ ତିନିକୁଣିଆ ବଗିଚାରେ, ଯାହାକୁ ଦେଖିବା ପାଇଁ ଲୋକଙ୍କର ବହୁତ ଆକର୍ଷକ ମନୋଭାବ ରହୁଥିଲା। କିନ୍ତୁ ଆଜି ସିଏ ପୁରା ଜରାଶୂନ୍ୟ। ଗୌରୀଶଙ୍କର ପାର୍କଟା ଆମେ ଭଲ ମେଣ୍ଟେନ୍ କରୁଛୁ, କିନ୍ତୁ ୱାଟର ଫାଉଣ୍ଟେନ୍ ମଝିରେ ବି ତିଆରି କରିଥିଲୁ, ଆଉ ସେ ପାର୍କଟା ବି ୱେଲ୍ ମେଣ୍ଟେନ୍ ହେଇକି ଅଛି। ଗୌରୀଶଙ୍କର ପାର୍କଟା ଏଇଟା ତ ପୁରା ଡେଡ୍ ଅଛି ନା। ଆର ଗୋଟେ ପୁନରୁଦ୍ଧାର ପାଇଁ ଆମେ ଚିନ୍ତା କରୁଛୁ କ'ଣ ବାଟ କରାଯାଇପାରିବ। ଅରୁଣ ସେଠୀ, ପୂର୍ବତମ କର୍ପୋରେଟର, କଟକ ମହାନଗର ନିଗମ। ଅରୁଣ, କ'ଣ କହିବେ ଆପଣ ଏଇ ଅଞ୍ଚଳର ଲୋକ ଏବଂ ତିନିକୁଣିଆ ବଗିଚା ଯାହା ଗୋଟେ ଲ୍ୟାଣ୍ଡମାର୍କ କଟକର ଥିଲା, ଆଜି ଅବହେଳିତ ହୋଇ ପଡ଼ିଛି ଏବଂ ମଶାମାନଙ୍କର ପେଣ୍ଠସ୍ଥଳୀ ପଡ଼ିଛି। କାହା ଯୋଗୁଁ ଏମିତି ହେଇଛି? ଅବହେଳା ପାଇଁ ଦାୟୀ କିଏ ରହିବେ? କାହାକୁ କରିବେ ଦାୟୀ? ଦେଖନ୍ତୁ, ସମ୍ପୂର୍ଣ୍ଣ ଦାୟିତ୍ୱ ଆମେ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ ଦାୟୀ କରାଉଛୁ। କଟକ ମେୟରକୁ, ଯିଏ ଅତୀତରେ କହିଥିଲେ କଟକ ସହରକୁ ସେ ୟୁରୋପ କରିବ ବୋଲିକି, ସେ ୟୁରୋପ ତ ଦୂର କଥା, ଆଜି ଆମେ କଟକ ସହର ହଉ ବେଟର୍ ହେବ। ତା ମୁଖ୍ୟ କାରଣ ହେଉଛି ଆପଣ ଦେଖିବେ ତିନିକୁଣିଆ ବଗିଚା ଯେଉଁଠି ଫାଉଣ୍ଟେନ୍ ଥିଲା 80 ଦଶକରେ, ଯେତେବେଳେ ଆମର ସ୍ୱର୍ଗତ ବସନ୍ତ ବିଶ୍ୱାଳ ଉପମୁଖ୍ୟମନ୍ତ୍ରୀ ଥିଲା ସମୟରେ ଏବଂ ଅର୍ବାନ୍ ମିନିଷ୍ଟର ଥିଲେ, ସେହି ସମୟରେ କଟକ ସହରବାସୀଙ୍କୁ 1985 ମସିହାରେ ଆପଣ ଦେଖିବେ ଫାଉଣ୍ଟେନ୍ ଲାଗିଥିଲା। ଲୋକମାନେ ଜାଣିଥିଲେ କଟକ ସହରବାସୀ ଫାଉଣ୍ଟେନ୍ ମାନେ କ'ଣ। ଯେଉଁ ଫାଉଣ୍ଟେନ୍ ପାଣି ଗୋଟେ କଲର୍ ଲାଇଟ୍ ରଙ୍ଗୀନ ଲାଇଟ୍ ଲାଗିଥିବ ଏବଂ ପାଣିଟା ଉଠୁଥିବ, ସେଇଟା ଆମେ ଗୌରୀଶଙ୍କର ପାର୍କ ଦେଖୁଥିଲୁ। ଏବଂ ତା'ର ଆମର ତିନିକୁଣିଆ ବଗିଚାର ପାର୍କ ଯେଉଁଠି ଟ୍ରାଇ ସାଇଡ୍ ଭଳିଆ ହେଇଛି, ଟ୍ରାୟାଙ୍ଗଲ୍ ଭଳିଆ ହେଇଛି, ଆଉ ଲୋକମାନେ ବସଟା କରୁଥିଲେ। କିନ୍ତୁ ଏଇଟା ଅଭିରୋଧ କରାଯାଇଛି। ଅବହେଳା ହେବା କାରଣ ହେଉଛି ମ୍ୟୁନିସିପାଲିଟି ଲୋକମାନଙ୍କର ସେ ଜାଗାକୁ ଦଖଲ କରିକି
ଅସାମାଜିକ ଆଡ୍ଡା କରିକି ଆପଣ ରାତି ଦେଖିବେ ସେଠି ମଦ ଫଦ ପିଆପିଇ ହେଉଛି ଏବଂ ବିନା ପରମିସନରେ ଇଲେକ୍ଟ୍ରିକ୍ ବାଲା ସେମାନେ ସେଇ ଜାଗା କେମିତି ଟ୍ରାନ୍ସଫର୍ମର ବସେଇଲେ କିଏ ପରମିସନ୍ ଦେଲା ଯେଉଁଟା ଅତି ଖରାପ ଦେଖାଯାଉଛି। ଯଦି କୁହାଯାଏ ଯେଉଁଭଳି ଭାବରେ ବର୍ତ୍ତମାନ କଟକକୁ ସୌନ୍ଦର୍ଯ୍ୟ କରାଯାଉଛି ୟୁରୋପ ପରିଆ ବି କରିବା ପାଇଁ ଚେଷ୍ଟା କରାଯାଉଛି କି ସେଇ ଜାଗାରେ ପୂର୍ବର ଯେଉଁଟା ଆମ ସ୍ମୃତି ରହିଛି ବା ସ୍ମୃତି ଶୁଣନ୍ତୁ ଏଇଟା ହସସ୍ତୁକ କଥାଟା ୟୁରୋପ ଦରକାର ନାହିଁ ଆମ ଯେଉଁ ପୁରୁଣା କଟକ ସେଇଟା ଠିକ୍ ଅଛି ପୁରୁଣା ରାଜଧାନୀ କଟକ ଏଇଠି ଛଅଟା 7ଟା ମୁଖ୍ୟମନ୍ତ୍ରୀ ବାହାରିକି ଆସିଛନ୍ତି ଏ ମେୟର କ'ଣ ଜାଣିନାହାନ୍ତି କଟକ ସହରରୁ କିଏ ଆସିଛି ଓଡ଼ିଶାର ଦିଗସ ଦେଖିବା ସମୟରେ ସେ ଅତୀତରେ ଯିବା ଯେତେବେଳେ ଦେଖିବା ଓଡ଼ିଶାର କେଇଟା ମୁଖ୍ୟମନ୍ତ୍ରୀ ଆସିବା କଟକ ସହର ପାଇଁକି ଯେଉଁମାନେ କଟକ ସହରରୁ ଯାଇକି ଓଡ଼ିଶା ଭାରତ ଭୁବନେଶ୍ୱର ବସିଥିଲେ ଓଡ଼ିଶାକୁ ଗଦି ସମ୍ଭାଳିଥିଲେ କଟକ ଥିଲା ଗୋଟେ ମେରୁଦଣ୍ଡ କିନ୍ତୁ ଦୁଃଖ ଲାଗୁଛି ସେଇ ମେରୁଦଣ୍ଡକୁ ଭାଙ୍ଗି ଦିଆଯାଉଛି। ଯଦି କୁହାଯାଏ ବର୍ତ୍ତମାନ ହେଉଛି ଯେଉଁଭଳି ଅବହେଳିତ ଅବସ୍ଥାରେ ଅଛି ଜଣେ ପୂର୍ବତନ କର୍ପୋରେଟର ହିସାବରେ ଆପଣ ଦାବି କରିବେ କି ତା'ର ପୁନରୁଦ୍ଧାର ପାଇଁ ବା ତାଙ୍କ ନବୀକରଣ? ଶୁଣନ୍ତୁ ଅତୀତରେ ଆମେ ବହୁତ ଦାବି କରୁଥିଲୁ ଏବଂ ସମ୍ପୂର୍ଣ୍ଣ ବି ହେଇଛି। ପ୍ରଥମ ଦେଖିବୁ ଆପଣଙ୍କର ନେତାଜୀଙ୍କର ଯେଉଁ ମାନେ ପୁରୁଣା ଜେଲ୍ ପ୍ରତିବାଦ କରୁଛୁ ଆପଣମାନେ ମିଡ଼ିଆ ମାଧ୍ୟମରେ ଆମେ ପ୍ରତିବାଦ କରି ସ୍ୱର ଉତ୍ତୋଳନ କରୁଥିଲୁ ଏବଂ ସେଇଟା ଦେଖନ୍ତୁ ଆଜି କି ସୁନ୍ଦର କରାଯାଇଛି। ଅତୀତରେ ଆମେ ସିଟି ହସ୍ପିଟାଲ ବହୁତ ଥର ଆମେ ପ୍ରତିବାଦ କରୁଛୁ 14ରୁ 1922 ପର୍ଯ୍ୟନ୍ତ ପ୍ରତିବାଦ 10 ବର୍ଷ ପ୍ରତିବାଦ ଆଜି ଦେଖନ୍ତୁ ସିଟି ହସ୍ପିଟାଲ କ'ଣ ଏଇଠି କେଉଁ ମେୟର କେଉଁ ଏମ୍ଏଲ୍ଏ କେଉଁ ବିଧାୟକଙ୍କର କିଛି ତାଙ୍କର ଅବଦାନ ନାହିଁ ଅବଦାନ ଆମ ଭଳିଆ ଲୋକପ୍ରତିନିଧି ଲଢ଼େଇ କରୁଥିଲେ ଆଜି ଲୋକମାନେ ବୁଝିପାରୁଛନ୍ତି ଆମ ଭଳିଆ ଲୋକପ୍ରତିନିଧି ଛଡ଼େଇକି ଯାହାକୁ ଆସିଛନ୍ତି ଲୋକ ବୁଝିପାରୁଛନ୍ତି ସେଥିପାଇଁ ମୁଁ କହୁଛି ପ୍ରତିବାଦୀ ଏକ ସ୍ୱର ହାଇକୋର୍ଟ ବି ବାରମ୍ବାର ଲିଖିତ ଆକାର ଦେଲା ପରେ ବି ହାଇକୋର୍ଟ କାର୍ଯ୍ୟମାନେ ଅବମାନ କରୁଛନ୍ତି କାର୍ଯ୍ୟ କରୁନାହାନ୍ତି ଦୁଃଖଦାୟକ ଘଟଣା କଟକ ସହର ବୁଦ୍ଧିଜୀବୀ ସେଇ ଶାନ୍ତି କମିଟି କଟକ ସହର ପ୍ରତ୍ୟେକ ସାହି ଗଡ଼ି ଲୋକମାନେ କ'ଣ କହୁଛି କାହିଁ ଚୁପଚାପ ଅଛନ୍ତି ମୁଁ ଦୁଃଖ ଲାଗୁଛି ମୁଁ ବି କହିପାରିବିନି କ'ଣ ପାଇଁ ଏଇଟା ଚାହୁଁଛି ପ୍ରଶାସନର ଆଖି ଦୃଷ୍ଟିକୁ କାହିଁ ଆସୁନି ଦେଖନ୍ତୁ କଟକିଆ ହେଲେ ଓଡ଼ିଆ ଜାଣିଥିବା ପ୍ରଶାସନ କ୍ଷେତ୍ରରେ ସିଏ କଟିକିଆ ମାନେ ମନଟା ବୁଝିପାରିବ ଓଡ଼ିଶା କଥା ମନେ ପକାଇ ପାରିବ ଏଇ ସମୟ ଏଇ କିଛି ଦିନ ତଳେ ବାଲିଯାତ୍ରା ଯେଉଁ ବାଲିଯାତ୍ରାରେ ଆପଣ ଉପର ପଡ଼ିଆରେ ଆରମ୍ଭରୁ ହଉ ଚାଲୁଥିଲା ସେଇଟାକୁ ଇତିହାସକୁ ଲିପି ଦିଆଗଲା ସେ ତା ଦାୟୀ ହେଉଛି କଟକ କଲେକ୍ଟର କିନ୍ତୁ ଶାନ୍ତି କମିଟି ଚୁପ୍ ବିଧାୟକ ମାନେ ଚୁପ୍ ଯେଉଁ ବିଧାୟକ କଟକ ସହରରେ ବା କଟକରେ ପ୍ରତିନିଧି କରୁଛନ୍ତି କଥା ଅତୀତରେ ପ୍ରତିବାଦ କରୁଥିଲେ ସେମାନେ କ'ଣ ପାଇଁ ଚୁପ୍ ହେଇକି ବସୁଛନ୍ତି କ'ଣ ବିଜେପି ବିଜେଡ଼ି ସବୁ ଭାଇ ରାଜନୀତି ଇଲେକ୍ସନ୍ ହେବା ଆଗରୁ ଗୋଡ଼ ଧରୁଛନ୍ତି ଲୋକମାନଙ୍କୁ ପ୍ରତିଶ୍ରୁତି ଆମେ କରିବା ପ୍ରତିବାଦ କରୁଛନ୍ତି ଯେଉଁ ପ୍ରତିବାଦରେ ମୁଁ ନିଜେ ଥିଲି ପ୍ରତ୍ୟେକ କଥାରେ ଆମେ ପ୍ରତିବାଦ କରୁଥିଲୁ ତାର ଫଳାଫଳ ବି ଆମେ ପାଇଛୁ କିନ୍ତୁ ଲୋକପ୍ରତିନିଧି ହେଇଥିବା କଟକ ବାରବାଟୀ ବିଧାୟକଠୁ ନେଇକି କଟକ ସଦର ବିଧାୟକଠୁ ନେଇକି କଟକ 14 ବିଧାୟକ କ'ଣ ପାଇଁ ଚୁପ୍ ହେଇ ବସୁଛନ୍ତି ଏଇଟା ତାକେ ଜାଣିଥିବେ। ବିଶ୍ୱଜିତ ସୂର୍ଯ୍ୟବଂଶୀ ନମସ୍କାର। ଦେଖନ୍ତୁ କଥାଟି ହେଉଛି ଯେ ଭଲ କଥାଟି ତିନିକୋଣିଆ ବଗିଚା ଗୌରୀଶଙ୍କର ପାର୍କ ଇଏ ବୋଧେ ଦୁଇଟି ଯାକ ବୋଧେ କଟକର ପ୍ରଥମ ପାର୍କ ଥିଲା ଏବଂ ଯେଉଁଠିକି ଖରାଦିନେ ଲୋକଙ୍କର ଭିଡ଼ ରହୁଥିଲା। ସବୁଠୁ ବଡ଼ କଥା ଗୋଟେ ଗୀତ ଅଛି ଆଜ୍ଞା ଜାଣିଥିବେ ଯେ ବଗିଚାର ନାଁ ତିନିକୋଣିଆ ଏବଂ ଗୋଟେ କମେଡ଼ି ଫିଲ୍ମ ସେଠି ସୁଟିଂ ହେଇଥିଲା ତେଣୁକରି ଏହା ନିଶ୍ଚୟ ଅତୀତରେ ଗୋଟେ ଫେମସ୍ ବା ଏହାର ନାଁ ଥିଲା। ତିନିକୋଣିଆ ବଗିଚା ବର୍ତ୍ତମାନ ଦେଖିବାକୁ ଗଲେ ଯେଉଁ କୃତ୍ରିମ ଝରଣା ଥିଲା ସରକାର ଯେଉଁ ସେତେବେଳେ କରିଥିଲେ କୃତ୍ରିମ ଝରଣା ସିଏ ବର୍ତ୍ତମାନ ବନ୍ଦ ଅଛି ଏବଂ ତାର ଯେଉଁ ବ୍ୟବସ୍ଥା ଥିଲା ସେଥିରେ ପାଣି ଜମୁଛି ଏବଂ ପାଣି ଜମି ସେଠି ମଶାଙ୍କର ଘର ହେଇଛି ତା ଭିତରେ ବିଭିନ୍ନ ଅସାମାଜିକ ଲୋକମାନଙ୍କର ଭିଡ଼ ହେଉଛି ରାତ୍ରିରେ ଏବଂ ବିଭିନ୍ନ ନିଶା ଦ୍ରବ୍ୟ ମଧ୍ୟ ସେଠି ସେବନ କରାଯାଉଛି। ସମ୍ମୁଖରେ ମନ୍ଦିର ଥିଲେ ବି ତାକୁ କେହି ମାନୁନାହାନ୍ତି। କଟକର ଯେଉଁ ଇତିହାସ କଟକର ଯେଉଁ ଐତିହ୍ୟ ଅଛି ତାହାର ସୁରକ୍ଷା କରିବାର ଦାୟିତ୍ୱ ଆମର ନିର୍ବାଚିତ ପ୍ରତିନିଧି ତଥା ମ୍ୟୁନିସିପାଲିଟି କର୍ପୋରେସନ। ତେଣୁକରି ଏ କାହିଁକି ଅଣଦେଖା କରାଯାଉଛି ହୁଏତ କଟକର ଯେଉଁ ସାଉଣ୍ଡ ଯେଉଁ ଶବ୍ଦ ଆଗରୁ ଶୁଭୁଥିଲା ସେ ଶବ୍ଦ ମରିଗଲାଣି କଟକର ମୂଳବୃତ୍ତ ହଜିଗଲାଣି ବା କଟକର ଯେଉଁ କଟିକିଆ ଫିଲିଙ୍ଗସ୍ ଥିବା ଏଠି ତ ଅନେକ ସାମାଜିକ ସଂଗଠନ ଅଛି କାହିଁ ଆ ଉପରେ ତ କେହି କିଛି କହୁନାହାନ୍ତି। ଆପଣଙ୍କର ସେତେବେଳେ ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ବସନ୍ତ ବିଶ୍ୱାଳ ମହୋଦୟ ସେ ଷ୍ଟାଡିୟମର ଚାରିକରେ ଯେଉଁ ବାରବାଟୀ ଦୁର୍ଗର ଚାରିକରେ କୃତ୍ରିମ ଝରଣା ସହିତ ଲାଇଟ୍ର ବ୍ୟବସ୍ଥା କରିଥିଲେ ଯେଉଁଠି ଲୋକମାନଙ୍କର ଭିଡ଼ ହେଉଥିଲା କାହିଁ ସେସବୁ ଆଉ ସେଇଭଳି କ'ଣ ଏଇ ଭେଣ୍ଡିଂ ଜୋନ୍ କରିଦେଲେ କଟକର ଉନ୍ନତି ହେଇଯିବ ଯେଉଁଟାକି ୱିଦାଉଟ୍ ପରମିସନ୍ ଭେଣ୍ଡିଂ ଜୋନ୍ ତୁମ ଖେଳ ପଡ଼ିଆ ସାମ୍ନାରେ ଭେଣ୍ଡିଂ ଜୋନ୍ କରିବାକୁ କିଏ କହିଥିଲା। ତେଣୁକରି এইভাবে উদ্ভ্রান্ত কাম নকরি এই যেগুলা আমার ধরর যেটা আছে আমার সাংরে যেটা আছে আমার পাখে যেটা আছে তাকে যদি আমি টিকে অনেইবা তাকে যদি উন্নতি করা দেখুন গৌরীশঙ্কর পার্করে বহুত ভিড় হুয়ে খরা দিনে আপনার দেখতে শীত দিনে
ଆପଣଙ୍କର ତିନିକୋଣିଆ ବଗିଚାଟା ଗୋଟେ ବକ୍ସି ବଜାର ଏବଂ ତିନିକୋଣିଆ ବଗିଚା ଭିତରେ ଗୋଟେ ଭିଡ଼ ରୁହେ ସନ୍ଧ୍ୟାବେଳେ। ସେସବୁ ଜାଗା ଯଦି ଆମେ ତ ସୁନ୍ଦରତାରେ ପରିଣତ କରିବା, କଟକ ଟାଉନ୍ ବହୁତ ସୁନ୍ଦର ଲାଗିବ ଏବଂ ଲୋକମାନଙ୍କର ସମାଜର ଯେଉଁ ଶ୍ରେଣୀବର୍ଗ ଅଛନ୍ତି ସେମାନେ ନିଜକୁ ଗର୍ବିତ ଫିଲ୍ କରିବେ। କିନ୍ତୁ ଏଠି ହେଉଛି କ'ଣ, ନାଳ ଉପରେ କେତେଟା ସ୍ଲାବ୍ ପଡ଼ୁଛି ତାର ହିସାବ ରହୁନି, ଆଉ ନର୍ଦ୍ଦମାର ଜଳ ସେମିତି ପଚି ପଚି ଗନ୍ଧ ହେଉଛି। ତେଣୁକରି ଏଗୁଡ଼ା ଦୟାକରି ଯେଉଁ ପ୍ରଶାସନିକ ଅଧିକାରୀ ଅଛନ୍ତି, ନିର୍ବାଚିତ ପ୍ରତିନିଧି ଅଛନ୍ତି, ଏଗୁଡ଼ା ଉପରେ ଦୃଷ୍ଟି ଦିଅନ୍ତୁ। ବହୁତ କାମ ଅଛି କଟକରେ କରିବାକୁ। କିନ୍ତୁ ଗୋଟିଏ କଥା କହିବି, ଆମର ଯେଉଁ ଧରୋହର, ଆମର ଯେଉଁ ଆଗରୁ ଯେଉଁଗୁଡ଼ା ଥିଲା ତାକୁ ବଞ୍ଚେଇକି ରଖିବାକୁ ଚେଷ୍ଟା କରନ୍ତୁ। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସ୍ୱଚ୍ଛ ଭାରତ ଅଭିଯାନ ନାଁରେ ଏବଂ ବିଭିନ୍ନ କଟକ ସହରକୁ ସୁନ୍ଦରୀକରଣ କରୁଛନ୍ତି, ବିଭିନ୍ନ ନୂତନ ଆଶା ଓ ଭରସା ଦେଉଛନ୍ତି କଟକିଆମାନଙ୍କ ମନରେ। କିନ୍ତୁ ଦୁଃଖର ବିଷୟ, ଏଭଳି ଦୃଶ୍ୟ ନିହାତି ସମସ୍ତଙ୍କୁ କଟକିଆଙ୍କ ହୃଦୟକୁ କୁଠାରଘାତ କରିଛି। ତେବେ ଆମେ ଏଇ ଭିଡ଼ିଓ ମାଧ୍ୟମରେ ନିବେଦନ କରିବୁ ଯେ ପୁରାତନ ସ୍ମୃତି ରହିଛି, କଟକର ପୁରାତନ ସ୍ମୃତି ରହିଛି, ସେଇ ସ୍ମୃତିକୁ ବଜାୟ ରଖାଯାଉ, ଏହାର ସୌନ୍ଦର୍ଯ୍ୟକରଣ କରାଯାଉ। କାହିଁକିନା ଏହାର ଆଖପାଖରେ ଯେତେ ଲୋକ ରହୁଛନ୍ତି ସେମାନେ ବି ଉପକୃତ ହେବେ ଏବଂ ମଶା ଦାଉରୁ ବି ରକ୍ଷା ପାଇବେ। ଏବଂ ସବୁଠାରୁ ବଡ଼ କଥା, ଯେଉଁ ଗୋଟେ ପ୍ରତୀକ ରହିଛି ବା ଗୋଟେ ଲ୍ୟାଣ୍ଡମାର୍କ ରହିଛି ତିନିକୋଣିଆ ବଗିଚାର, ତାର ମହତ୍ତ୍ୱ ରହିବ ଏବଂ ତା ଅସ୍ତିତ୍ୱ ବଞ୍ଚି ରହିବ। କଟକ ରୁ ପ୍ରିୟ ପଟ୍ଟନାୟକ ରିପୋର୍ଟ, କଟକ।